ସିଏ କହୁଛି ମୁଁ ସାହିର ହିରୋ। କିଏ ଜିତିବ କିଏ ହାରିବ? ଦୁଇ ଜଣଙ୍କ ମୁହାଁମୁହିଁ ଓ ସିଂହରେ ଛନ୍ଦାଛନ୍ଦି ହୋଇ ଲଢ଼େଇ ଲାଗୁଥିଲେ ମଧ୍ୟ ଛଡ଼େଇବାକୁ କେହି ନାହାନ୍ତି। ଶ୍ରୀକ୍ଷେତ୍ରର ଚୋଡ଼ଙ୍ଗ ସାହି ବାଟ ଦେଇ ଯାଉଥିବା ବେଳେ ଆଖିରେ ପଡ଼ିଲା ଏକ ନିଆରା ଦୃଶ୍ୟ। ସାହିର ଦୁଇ ପାର୍ଶ୍ୱରେ ଲୋକମାନେ ଦୁଆରେ ଠିଆ ହୋଇଥିବା ବେଳେ ଆଉ କେତେକ କୋଠା ଉପରେ ଠିଆ ହୋଇ ଦେଖୁଛନ୍ତି ଦୁଇ ଷଣ୍ଢଙ୍କ ଲଢ଼େଇ। କିଏ ଜିତିବ କିଏ ହାରିବ? ଜଣେ ଜଣଙ୍କୁ ସିଂହରେ ଠେଲି ଠେଲି ପଛକୁ ନେଲାବେଳେ ଆର ଷଣ୍ଢଟି ମଧ୍ୟ ତାକୁ ପଛକୁ ଠେଲୁଛି। କିଏ କାହାକୁ ଛାଡ଼ୁନାହାନ୍ତି। ସିଏ କହୁଛି ମୁଁ ସାହିର ହିରୋ, ଇଏ କହୁଛି ମୁଁ ବି ହିରୋ। ଦୁଇ ଜଣଙ୍କ ମୁହାଁମୁହିଁ ଓ ସିଂହରେ ଛନ୍ଦାଛନ୍ଦି ହୋଇ ଲଢ଼େଇ ଲାଗୁଥିଲେ ମଧ୍ୟ ଛଡ଼େଇବାକୁ କେହି ନାହାନ୍ତି। ହୋ ହଲ୍ଲା କରୁଥିଲେ ମଧ୍ୟ ତାଙ୍କର ଲଢ଼େଇ ପ୍ରତି ଥିବା ଜୋଶ କମୁନାହିଁ। ସାହି ରାସ୍ତା 1 ଘଣ୍ଟା କାଳ ଅବରୋଧ। ସାହିର କିଛି ସହୃଦୟ ବ୍ୟକ୍ତି ଠେଙ୍ଗା ଓ ସାଇକେଲ ଦ୍ୱାରା ଘଉଡ଼ାଉଥିବାରୁ ସାହି ଷଣ୍ଢ ସାହିରେ ରାଗ ତମତମ ସଁ ସଁ ହୋଇ ଠିଆ ହୋଇ ଚାହିଁ ରହିଥିଲା। ଆର ଷଣ୍ଢଟି ଦୌଡ଼ିଥିଲା। ଷଣ୍ଢ ଲଢ଼େଇ ଶେଷ ହେଲା, ଅବରୋଧ ହଟିଲା।